1971 ମସିହାରେ ହୋଇଥିବା ଯୁଦ୍ଧରେ ପାକିସ୍ତାନ ବିରୁଦ୍ଧରେ ଭାରତର ଅଭୂତପୂର୍ବ ବିଜୟର 50 ବର୍ଷ ପାଳନ ଅବସରରେ ଆକାଶବାଣୀ ପ୍ରସ୍ତୁତ କରୁଛି ଏହି ବିଶେଷ କାର୍ଯ୍ୟକ୍ରମ। ମହାନ କବି ଥେମ୍ସ କ୍ୟାମ୍ପବେଲ କହିଛନ୍ତି, ଅନେକ ମିଳନ ସତ୍ତ୍ୱେ କିଛି ତ ବିଦାୟ ନେବେ, ବରଫ ଚଦର ଢଙ୍କା ନିଷ୍ପ୍ରାଣ ଶରୀର ହୋଇ ତାଙ୍କ ପାଦତଳ ଭୂଇଁ ପାଲଟି ଯିବ ସୈନିକର ଶିଳାସେଜ ଯୁଗ ଯୁଗ ପାଇଁ। ପଚାଶ ବର୍ଷ ପୂର୍ବେ ଭାରତୀୟ ସେନା ଅସୁମାରୀ ନଦୀ ଏବଂ ହ୍ରଦ ବଦଳରେ ଭେଟିଥିଲା ଶତ୍ରୁ ସମୂହକୁ ଏବଂ ସେହି ସଂଗ୍ରାମରେ ସେହି ସମୂହ ପରାସ୍ତ ହେଲା ଏବଂ ଏକ ନୂତନ ରାଷ୍ଟ୍ର ବଙ୍ଗାଳୀମାନଙ୍କର ଭୂଖଣ୍ଡ ବା ବାଂଲାଦେଶ ଜନ୍ମ ନେଲା। ଧର୍ମ ଉପରେ ଆଧାରିତ ଏକ ଜାତିର କାହାଣୀ ସବୁଦିନ ପାଇଁ ବିକ୍ଷିପ୍ତ ହୋଇଗଲା। ଉଣେଇଶହ 1970 ମସିହାରେ ପାକିସ୍ତାନ ସେନା କ୍ଷମତା ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲା ଏବଂ ନିର୍ବାଚନ ଘୋଷଣା କରାଗଲା। ଏହାର ନେତା ଶେଖ ମୁଜିବୁର ରହମାନଙ୍କର ଅଧୀନରେ ଥିବା ଆୱାମୀ ଲିଗ୍ ପୂର୍ବ ପାକିସ୍ତାନରେ ପୂର୍ଣ୍ଣ ବହୁମତ ପାଇସାରିଥିଲେ, କିନ୍ତୁ ସାମରିକ ଶାସକ ଗୋଷ୍ଠୀ ତାଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ଅନିଚ୍ଛା ପ୍ରକାଶ କଲେ। 1971ର ପ୍ରାରମ୍ଭରେ ଢାକାର ରେସ୍କ୍ରସ୍ଠାରେ ଶେଖ ମୁଜିବୁର ରହମାନ ତାଙ୍କର ଐତିହାସିକ ଉଦ୍ବୋଧନରେ ଦେଶବାସୀଙ୍କୁ ଏକ ନୂତନ ଦେଶ ଗଠନର ପ୍ରତିଶ୍ରୁତି ଦେଇଥିଲେ। ଏମିତି ଏକ ଦେଶ ଯେଉଁଠାରେ ବଙ୍ଗାଳୀ ରହିବ, କୌଣସି ପଞ୍ଜାବୀ କିମ୍ବା ପଠାନର ଅଧୀନରେ ସେ ରହିବ ନାହିଁ। পঁচিশ তারিখে অ্যাসেম্বলি কল করেছে, রক্তের দাগ শুধায় নাই। আমি 10 তারিখে বলে দিয়েছি যে ওই শহীদের রক্তের উপর দিয়ে পাড়া দিয়ে আজ কৃষিতে মুজিবুর রহমান যোগদান করতে পারে না। জয় বাংলা। ସେ ତାଙ୍କ ଦେଶବାସୀର ସ୍ୱପ୍ନକୁ ସାକାର କରିବା ପାଇଁ ଭୀଷ୍ମ ଶପଥ ନେଇଥିଲେ। ତାପରେ ସେଠାରେ ମୁକ୍ତି ବାହିନୀ ଏବଂ ମୁକ୍ତି ଫୌଜ ଜନ୍ମ ନେଇଥିଲା। ସେଠାରେ ମିଲିଟାରୀ ଶାସକ ଗୋଷ୍ଠୀ ଏବଂ ପଶ୍ଚିମ ପାକିସ୍ତାନ ଜେନେରାଲ ଟିକା ଖାନଙ୍କୁ ପୂର୍ବ ପାକିସ୍ତାନରେ ପ୍ରଶାସକ ଭାବରେ ନିଯୁକ୍ତ କରିଥିଲେ। ସେଠାରେ ସେ ଅନେକ ନିର୍ଦ୍ଦୟ କଟକଣା ଜାରି କରିଥିଲେ। ଏହା ସତ୍ତ୍ୱେ ପାକିସ୍ତାନ ସେନା ନିଜର ସ୍ଥିତି ହରାଇଥିଲା। ଯେତେବେଳେ ସେଠାରେ ମୌସୁମୀର ବର୍ଷା ଆରମ୍ଭ ହେଲା, ସେତେବେଳେ ମୁକ୍ତି ବାହିନୀ ଜଳପ୍ରାନ୍ତରେ ଥିବା ଅଧିକାଂଶ ଗ୍ରାମାଞ୍ଚଳର ବଡ଼ ଅଞ୍ଚଳକୁ ନିୟନ୍ତ୍ରଣ କରିସାରିଥିଲା। ମୌସୁମୀର ସମାପ୍ତି ପରେ ସେନାବାହିନୀ ପୁନଃ ସଂଗଠିତ ହେଲେ ଏବଂ ସେପ୍ଟେମ୍ବର ସୁଦ୍ଧା ସମସ୍ତ ଅଞ୍ଚଳକୁ ପୁଣି ଅକ୍ତିଆର କରିନେଲେ। ଏଣୁ ଅନେକ ସ୍ୱାଧୀନତା ସଂଗ୍ରାମୀମାନେ ସୀମା ପାର କରି ଭାରତରେ ଶରଣ ନେଇଥିଲେ। ପ୍ରାୟ 10 ନିୟୁତ ଲୋକ ଭାରତରେ ସୀମାବର୍ତ୍ତୀ ଶିବିରରେ ଆଶ୍ରୟରେ ରହିଥିଲେ। ଭାରତୀୟ ଜନମତ ସେଠାରେ ଘଟିଥିବା ହତ୍ୟାକାଣ୍ଡ ଏବଂ ବଳାତ୍କାରର କାହାଣୀ ଦ୍ୱାରା ଉତ୍ତେଜିତ ହୋଇଥିବା ବେଳେ ଏହା ସ୍ପଷ୍ଟ ଥିଲା ଯେ ଏତେ ଗୁଡ଼ିଏ ଶରଣାର୍ଥୀମାନଙ୍କର ଯତ୍ନ ନେବା ପାଇଁ ଯେଉଁ ଖର୍ଚ୍ଚ ହେବ, ତାହା ଅନେକ ଦିନ ପର୍ଯ୍ୟନ୍ତ ସରକାର ବ୍ୟୟ କରିପାରିବେ ନାହିଁ। ଏହା ନେଇ ଭାରତୀୟ ସୀମାନ୍ତ ସୁରକ୍ଷା ଫୋର୍ସ ଏବଂ ପାକିସ୍ତାନ ସେନା ମଧ୍ୟରେ ମତାନ୍ତର ମଧ୍ୟ ଆରମ୍ଭ ହୋଇଥିଲା ଏବଂ ଧୀରେ ଧୀରେ ଉଭୟ ଦେଶ ଯୁଦ୍ଧ ଆଡ଼କୁ ଅଗ୍ରସର ହେବାକୁ ଲାଗିଲେ। ଏହି ଅପରେସନ ଦାୟିତ୍ୱରେ ଥିବା ଜେନେରାଲ ଜଗଜିତ ସିଂ ଆରୋରା ଘଟଣାକୁ ମନେ ପକାଇ କହନ୍ତି, The planning was done in good time because we had the time. And the second thing is that we realized that unless we achieve success in the shortest possible time, the United Nations and the other major nations
would like to try us from carrying on fighting as a ceasefire rather than giving us time to have proper victory. We didn't want anything less than victory. I evolved that we should be able to surprise and we should also be able to have mobility. Now the communications were very sparse. ତାପରେ ଭାରତର ତତ୍କାଳୀନ ସେନା ମୁଖ୍ୟ ଜେନେରାଲ ସାମ୍ ମାନେକ୍ସା ଭାରତୀୟ ସେନା ପୂର୍ବ ପାକିସ୍ତାନକୁ ଯିବା ପୂର୍ବରୁ ପର୍ଯ୍ୟାପ୍ତ ପ୍ରସ୍ତୁତି କରିବା ସପକ୍ଷରେ ଦୃଢ଼ ଥିଲେ। ସେ ଜଣେ ସଫଳ କମାଣ୍ଡିଂ ଅଫିସର ଏବଂ ସ୍ୱାଧୀନଚେତା ବ୍ୟକ୍ତିତ୍ୱ ହିସାବରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ନିଶ୍ଚିନ୍ତ କରି କହିଥିଲେ ଯେ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ହିଁ ଭଲ ହେବ। ଫିଲ୍ଡ ମାର୍ଶାଲ ସାମ୍ ମାନେକ୍ସା କହନ୍ତି, In the 1971 conflict, the operations were planned in the minutest detail. From the time that Yahya Khan crashed down on East Pakistan and refugees started pouring in, we knew that we would have to do something so that the refugees could go back. Now, when to do it was the question. It could have been done earlier on in April or May, but we were not ready. I had to concentrate my troops. The monsoon was about to break. The Himalayan passes would be open, and I would have to look at the Chinese front. ଆନୁଷ୍ଠାନିକ ଭାବେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଭାରତୀୟ ସେନା ପ୍ରଥମ ଫ୍ରଣ୍ଟରେ ମଧ୍ୟ ବିଜୟ ଲାଭ କରିଥିଲା। 21 ନଭେମ୍ବରରେ ବୋଇରାରେ ଏହା ପାକିସ୍ତାନ ଆକ୍ରମଣକୁ ପ୍ରତ୍ୟାହାର କରି ଅନେକ ଟ୍ୟାଙ୍କ ଧ୍ୱଂସ କରିଥିଲା। 3ଟି ଆମେରିକୀୟ ନିର୍ମିତ ସାବର ଯୁଦ୍ଧ ବିମାନକୁ ଦେଖିବା ମାତ୍ରେ ଆକାଶରେ ଭାରତୀୟ ବାୟୁସେନା ଦ୍ୱାରା ଗୁଳିବର୍ଷଣ କରାଯାଇଥିଲା। ଡିସେମ୍ବର 3 ତାରିଖ ଦିନ ପାକିସ୍ତାନ ଯୁଦ୍ଧ ଘୋଷଣା କରିଥିଲା ଏବଂ ଏହାର ବାୟୁସେନା ଯୁଦ୍ଧ ବିମାନକୁ ଧରିବା ଆଶାରେ ସନ୍ଧ୍ୟା 5:20ରେ ଭାରତୀୟ ବାୟୁସେନାର ବେସ୍ ଉପରେ ଅତର୍କିତ ଆକ୍ରମଣ କରିଥିଲା, କିନ୍ତୁ ସେହି ଆକ୍ରମଣ ବିଫଳ ହୋଇଥିଲା। କଲିକତା ଯାତ୍ରାରେ ଥିବା ପ୍ରଧାନମନ୍ତ୍ରୀ ସାଙ୍ଗେ ସାଙ୍ଗେ ଦିଲ୍ଲୀକୁ ଫେରିଯାଇ ମଧ୍ୟରାତ୍ରିରେ ଦେଶକୁ ସମ୍ବୋଧିତ କରିଥିଲେ। I speak to you at a moment of grave peril to our country and our people. Some hours ago, soon after 5:30 p.m. on the 3rd of December, Pakistan launched a full-scale war against us. The Pakistan Air Force suddenly struck at our airfields in Amritsar, Pathankot, Srinagar, Avantipur, Uttarlai, Jodhpur, Ambala and Agra. I have no doubt that it is the united will of our people that this wanton and unprovoked aggression of Pakistan should be decisively and finally repelled. ବାୟୁସେନା ସେହି ରାତିରେ ତେଜଗାঁও ଏବଂ କୁର୍ମିଟୋଲା ବାୟୁ ଇନ୍ଧନ ଉପରେ ଆକ୍ରମଣ କରି ବହୁ କ୍ଷୟକ୍ଷତି କରିଥିଲା। ଏୟାର ମାର୍ଶାଲ ଏଚ୍.ଭି. ଦେୱାନ ଏହି ଆକ୍ରମଣର ଯୋଜନା କରିଥିଲେ। ତାଙ୍କ ଅନୁସାରେ The Air Force bombed each and every airfield, whether in use or out of use, in Pakistan, East Pakistan. And every airfield was immobilized. Once it was immobilized, they were just not able to take off. We dared them, more or less, to really fly over some of their military airfield, which was primarily in Dhaka, Tezgaon, but they did not come up because they realized that the Air Force was quite superior to them. ପରବର୍ତ୍ତୀ ଦିନ ଆୟୋଜିତ ହୋଇଥିବା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ବୈଠକରେ ଯୁଦ୍ଧବିରତି ପାଇଁ ଯେଉଁ ଆହ୍ୱାନ ଦେଇଥିଲେ ତାକୁ ସୋଭିଏତ ରୁଷ ଭିଟୋ ଦ୍ୱାରା ଅନାଗ୍ରହ କରିଦେଲା। ଭାରତୀୟ ନବମ ପଦାତିକ ବାହିନୀର ମୁଖ୍ୟ ଥିବା ମେଜର ଜେନେରାଲ ଦଲବୀର ସିଂ ପୂର୍ବ ପାକିସ୍ତାନ ସୀମାରେ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ସହର ଜେସର ଚାରିପାଖରେ ଥିବା ପ୍ରତିରକ୍ଷା ଢାଞ୍ଚା ଉପରକୁ ଗୁଳି ଚଳାଇବା ପାଇଁ ଆଦେଶ ଦେଇଥିଲେ। ଫଳସ୍ୱରୂପ 5 ଡିସେମ୍ବର ସୁଦ୍ଧା ଦର୍ଶନ, ଠାକୁରଗାঁও, କମଲପୁର ଏବଂ ଆଖୁରା ଉପରେ ଆକ୍ରମଣ କରାଯାଇଥିଲା ଏବଂ ଭାରତୀୟ ବାୟୁସେନା
ଢାକା ଉପରେ ଘଣ୍ଟା ଘଣ୍ଟା ଧରି ଆକ୍ରମଣ ଜାରି ରଖିଥିଲେ। ଏ ସମ୍ପର୍କରେ କହୁଛନ୍ତି ଜେନେରାଲ ଆରୋରା। The Air Force promised us to give favorable air situation, which they achieved within the first 36 to 48 hours, and kept the enemy practically grounded. And they were able to give us certain amount of support to make up for the heavy artillery, and because it was not possible on these byways to be able to carry very heavy weapons either. ଏହି ସମୟରେ ଢାକାର ସାଧାରଣ ନାଗରିକମାନେ ଏହି ଯୁଦ୍ଧଗ୍ରସ୍ତ ସହର ଛାଡ଼ି ଚାଲି ଯାଇଥିଲେ। ଡିସେମ୍ବର 6 ସୁଦ୍ଧା ସମସ୍ତ କ୍ଷେତ୍ର ଭାରତୀୟ ସେନାର ଅଧୀନରେ ରହିଥିଲା ଏବଂ ପୂର୍ବ ପାକିସ୍ତାନକୁ ଉଭୟ ସମୁଦ୍ର ଏବଂ ଆକାଶ ମାର୍ଗରେ ସମ୍ପୂର୍ଣ୍ଣ ଭାବେ ଅବରୋଧ କରାଯାଇଥିଲା। ଏହି ଯୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଭାଇସ୍ ଆଡମିରାଲ ମିହିର କୁମାର ରାୟ କହନ୍ତି, In 71, we had the blockade. We prevented any of the ships and prisoners moving out by the khals, etc., because we had aircraft that operated at night. And when I spoke to Admiral Sharif when he was a prisoner in Fort William, and he said, I was deaf, I was blind, because day and night the Navy hammered us in all the inside khals, etc., leading to the seas. ସେହିଦିନ ସନ୍ଧ୍ୟାଠାରୁ ପାକିସ୍ତାନୀ ବାୟୁସେନା ସମ୍ପୂର୍ଣ୍ଣ ଭାବେ ଯେତେବେଳେ ସକ୍ରିୟ ହୋଇସାରିଥିଲା, ସେତେବେଳକୁ ଜେସୋରୀର ପତନ ହୋଇସାରିଥିଲା। ଭାରତ ବାଂଲାଦେଶକୁ ସ୍ୱୀକୃତି ଦେଉଛି ବୋଲି ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ସଂସଦରେ ଘୋଷଣା କରିଥିଲେ। The people of Bangladesh battling for their very existence and the people of India fighting to defeat aggression now find themselves partisans in the same cause. The government of India have, after the most careful consideration, decided to grant recognition to ଡିସେମ୍ବର 7 ତାରିଖ ସୁଦ୍ଧା ଭାରତୀୟ ସେନାବାହିନୀ ପାକିସ୍ତାନୀମାନଙ୍କୁ ଖୁଲନାରୁ ଘଉଡ଼ିବାର ଆରମ୍ଭ କରିସାରିଥିଲେ। ସେମାନେ ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହୋଇଥିଲେ ଏବଂ ଯୁଦ୍ଧ ଶେଷ ହେବା ପର୍ଯ୍ୟନ୍ତ ଖୁଲନାକୁ ଅକ୍ଷତ ରଖିପାରିଥିଲେ। ଏହି ଘଟଣାର ପୂର୍ବଦିନ 41 ମାଉଣ୍ଟେନ୍ ବ୍ରିଗେଡ୍ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସହର ଜେନା ଇଡାକୁ ଅକ୍ତିଆର କରିସାରିଥିଲା। ସେପଟେ ପୂର୍ବ କ୍ଷେତ୍ରରେ ଭାରତୀୟ ସେନାର ଚତୁର୍ଥ କ୍ରପ୍ସର ଜେନେରାଲ ସାଗେଟଙ୍କର ମାର୍ଗଦର୍ଶନରେ କମିଲାକୁ ଛାଡ଼ି ଚଣ୍ଡପୁର ଏବଂ ଦାତୁଖଣ୍ଡି ଆଡ଼କୁ ଆକ୍ରମଣ କରିବାକୁ ଆରମ୍ଭ କରିଦେଇଥିଲା। ଏହି ଘଟଣାକୁ ମନେ ପକାଉଛନ୍ତି ଲେଫ୍ଟନାଣ୍ଟ ଜେନେରାଲ JFR Jacob. We planned the campaign in such a manner so that we'd move fast and we would suffer the minimum casualties. To do this, we at Eastern Command selected our main objective to be Dhaka, and we then selected subsidiary objectives to assist in this. They were not towns but communication centers and command and control centers. For example, in the western sector we selected Magura, Farida and Faridpur. In the eastern sector we selected Chandpur and Daudkandi. ଏହା ଥିଲା ଢାକା ଅଭିମୁଖେ ଭାରତୀୟ ପଦଯାତ୍ରାର ଏକ ସାମଗ୍ରିକ ଆକ୍ରମଣ, ଯେଉଁଠାରେ ସେମାନେ ପ୍ରସ୍ତୁତ ପ୍ରତିରକ୍ଷା ସ୍ଥିତିକୁ ସାମ୍ନା କରି ତାକୁ ଅତିକ୍ରମ କରି ଅଗ୍ରସର ହୋଇଥିଲେ। ଏ ସମ୍ପର୍କରେ ଜେନେରାଲ ଆରୋରା ନିଜ ଅନୁଭୂତି ସ୍ମରଣ କରି କହନ୍ତି, We planned that we are going to try and bypass the major defenses by using not the main road but the small roads, the by roads, And this, I said, leave the highways and follow the byways. And we prepared our troops to be able to move self-contained. We had some tanks, Russian tanks, that could swim. We made good use of them and for river crossing. Similarly, for the first time, we used helicopters for river crossing. ପୂର୍ବ ପାକିସ୍ତାନର ରାଜ୍ୟପାଳ ସେହିଦିନ ରାଷ୍ଟ୍ରପତି ୟାହିଆ ଖାନଙ୍କ ନିକଟକୁ ଏକ ବାର୍ତ୍ତା ପଠାଇ ଭାରତ ସହ ଆଲୋଚନା ଆରମ୍ଭ କରିବାକୁ ଅନୁରୋଧ କରିଥିଲେ। 8 ଡିସେମ୍ବର ଦିନ ଜେନେରାଲ ଗନ୍ସଲେଭ୍ ମେଘ୍ନା ନଦୀ ପାଖରେ ପହଞ୍ଚି ସାରିଥିଲେ, ଯାହାକି ଢାକା ପାଇଁ ପଶ୍ଚିମ ପାର୍ଶ୍ୱରେ ଥିବା ନଦୀର ଆରପାରି ରାସ୍ତାକୁ ଖୋଲା ରଖିଥିଲା।
ଡିସେମ୍ବର 9 ତାରିଖ ଦିନ କରାଚି ବନ୍ଦରରେ ଭାରତୀୟ କ୍ଷେପଣାସ୍ତ୍ର ଜାହାଜ ଦ୍ୱାରା ନିଆଁ ଲଗାଯାଇଥିଲା। ଭାଇସ୍ ଆଡମିରାଲ ମିହିର ରାୟଙ୍କ ହିସାବରେ ଏହି ସାହସିକ ଆକ୍ରମଣ ଏକ ବଡ଼ ମାନସିକ ଆଘାତ ଥିଲା। We took no one's permission, but missile Karachi, and more than Karachi, the Kamari oil tanks, which really made the shortage of fuel. Besides that, it broke the morale of the Pakistan Navy and the people in Karachi. ପଶ୍ଚିମ କ୍ଷେତ୍ରରେ ପୁଞ୍ଚ ଉପରେ ପାକିସ୍ତାନ କରିଥିବା ଆକ୍ରମଣ ବିଫଳ ହୋଇଥିଲା ଏବଂ ସେମାନଙ୍କର 18ତମ ଡିଭିଜନ ରାଜସ୍ଥାନରେ ଏକ ଅସୁବିଧାର ସମ୍ମୁଖୀନ ହୋଇଥିଲା। ସେଇଠୁ ମେଘନାର ମହାନ ଅତିକ୍ରମଣ ଆରମ୍ଭ ହୋଇଥିଲା। ସେଠାରେ ଥିବା ବ୍ରିଜ ବା ପୁଲିଆକୁ ନୌବାହିନୀ ଦ୍ୱାରା ଧ୍ୱଂସ କରାଯାଇଥିଲା ଏବଂ ପରବର୍ତ୍ତୀ 36 ଘଣ୍ଟା ମଧ୍ୟରେ MI-4 ହେଲିକପ୍ଟର ଯୋଗେ ସେଠାକୁ ନୌବାହିନୀକୁ ଆକାଶ ମାର୍ଗରେ ନେଇ ଅନ୍ୟ ପାର୍ଶ୍ୱରେ ରଖାଯାଇଥିଲା। ଏ ସମ୍ପର୍କରେ କହୁଛନ୍ତି ଏୟାର ମାର୍ଶାଲ ଦିୱାନ। I told them that I can airlift some troops with a very, very few, or rather a handful of helicopters which are located in the eastern sector. I had also told them that this is not a very normal routine because our pilots have not flown at night and helicopters are very vulnerable to even a small arms fire from the enemy. So I told them that it is a very hazardous operation. କ୍ଷୁଦ୍ର ଜନସଂଖ୍ୟା ଏବଂ ମୁକ୍ତିବାହିନୀ ମଧ୍ୟ ଡଙ୍ଗା ସହିତ ସାହାଯ୍ୟ କରିଥିଲେ। ଜେନେରାଲ ଆରୋରା କହନ୍ତି, We had, with Mukti Bahini, been able to achieve favorable situation as far as the civilian population is concerned. So wherever we went, they were there ready to help us. Whether they are rickshaws or they are country boats for crossing river, rickshaws were carrying our stuff. ଡିସେମ୍ବର 11 ତାରିଖ ଦିନ ପାକିସ୍ତାନ ସେନା ପଦ୍ମା ନଦୀର ପଶ୍ଚିମ ଏବଂ ଦକ୍ଷିଣ କ୍ଷେତ୍ର ଏବଂ ମେଘନା ନଦୀର ପୂର୍ବ କ୍ଷେତ୍ରକୁ ଘେରି ଢାକାକୁ ପଠାଯାଉଥିବା ସାମଗ୍ରୀଗୁଡ଼ିକର ଚଳପ୍ରଚଳକୁ ବନ୍ଦ କରିଦେଲା। ସମୁଦ୍ରରେ ହୋଇଥିବା ଯୋଜନା ମଧ୍ୟ ନାଟକୀୟ ଥିଲା। ପାକିସ୍ତାନ ନୌସେନାର ଏକମାତ୍ର ବୁଢ଼ା ଜାହାଜ ଗାଜି ବଙ୍ଗୋପସାଗରରେ ଥିବା ବିମାନ ପରିବହନକାରୀ INS ଯୁଦ୍ଧପଥ ବିକ୍ରାନ୍ତ ପାଇଁ ବିପଦ ସୃଷ୍ଟି କରିଥିଲା। ଏହାକୁ ଆକ୍ରମଣ କରାଯାଇ ବିଶାଖାପଟ୍ଟନମଠାରେ ଧ୍ୱଂସ କରାଯାଇଥିଲା। ଏ ସମ୍ପର୍କରେ କହନ୍ତି ଭାଇସ୍ ଆଡମିରାଲ ରାୟ। That was the only submarine that had the operational range to come to the Bay of Bengal where Vikrant was. So we had a lot of stratagem planned. We made signals from Visakhapatnam to Madras for logistics, which is for an aircraft carrier, although the carrier was not there. Carrier was very safe down in the Andamans. But Ghazi homed on to Visakhapatnam. We had an idea that she was somewhere in that area because she collected certain very important oil on the way at Colombo. She came down and we had a strategy to see that Ghazi is contained. ଯୁଦ୍ଧପଥ ବିକ୍ରାନ୍ତ ଉପରେ ଗୋଟିଏ ଦୀର୍ଘ ନିଶ୍ୱାସ ତ୍ୟାଗ କରି ଭାଇସ୍ ଆଡମିରାଲ ପ୍ରକାଶ କହନ୍ତି, And in fact, the whole honor of the Indian Navy was crystallized in this one target. I received message straight away that Ghazi sunk. Now it was a tremendous relief. ଏ ସମୟରେ ସ୍ଥଳ ଭାଗରେ ମଧ୍ୟ ଏକ ମାଷ୍ଟର ଷ୍ଟ୍ରୋକ୍ ହୋଇଥିଲା। 11 ଡିସେମ୍ବର ଅପରାହ୍ନରେ ଟେଙ୍ଗାଲି କ୍ଷେତ୍ରରେ ଦ୍ୱିତୀୟ ପାରା ବାଟାଲିୟନ ପାରା ପକାଇ ପାକିସ୍ତାନର 93 ବ୍ରିଗେଡ୍କୁ ମାୟାମେନ୍ ସିଂ ସେକ୍ଟରରେ ଢାକାକୁ ପୁନଃ ସକ୍ରିୟ କରିବା ପାଇଁ ଚେଷ୍ଟା କରିଥିଲା। ଏଥିରେ ମୁକ୍ତିବାହିନୀ ଉଲ୍ଲେଖନୀୟ ଯୋଗଦାନ କରି ସେହି ସ୍ଥାନକୁ ପାରା ବାଟାଲିୟନ ପାଇଁ ସୁରକ୍ଷିତ କରିଥିଲା। ଏ ସମ୍ପର୍କରେ ଏୟାର ମାର୍ଶାଲ ଦିୱାନ କହନ୍ତି, The 7th American Fleet was approaching the Bay of Bengal. It became imperative to finalize the fall of Dhaka. To achieve that, I felt that I must help the army in a bigger way,
and to quicken up the whole process of marching towards Dhaka. The closest that the army echelon or the army advanced troops were, they were in the north. So we had used this paradrop in the north of Dhaka, and this was then facilitated the entire movement and the capture of Dhaka. ସିଥିଲା ଡିସେମ୍ବରର 12 ତାରିଖ। ପାକିସ୍ତାନ ସୈନ୍ୟ ଟେଙ୍ଗାଲିରୁ ଢାକା ଆଡ଼କୁ ସ୍ଥାନାନ୍ତରିତ ବିଭିନ୍ନ କ୍ଷେତ୍ର ସହିତ ଭାରତୀୟ ସେନାଙ୍କ ପାଖରେ ଆତ୍ମସମର୍ପଣ କରିବାକୁ ଆରମ୍ଭ କରିଦେଇଥିଲେ। ଭାରତୀୟ ସେନା ଟେନଗାଲି ଉତ୍ତର ଦିଗରୁ ଏବଂ ନରସିଂଦିନର ପୂର୍ବ ଦିଗରୁ ଢାକା ଅଭିମୁଖେ ଆଗେଇ ଚାଲିଲେ। ଜେନେଭା କନଭେନ୍ସ ଅନୁଯାୟୀ ସୈନ୍ୟମାନଙ୍କୁ ବ୍ୟବହାର କରାଯିବାର ପ୍ରତିଶ୍ରୁତି ସହ ଜେନେରାଲ ନିଆଜୀଙ୍କୁ ଭାରତୀୟ ସେନା ଘେରି ରହିଥିବାରୁ ଅସ୍ତ୍ରଶସ୍ତ୍ର ତ୍ୟାଗ କରିବା ପାଇଁ ସେନା ମୁଖ୍ୟ ଜେନେରାଲ ସାମ୍ ମାନେକ୍ସକା ଆକାଶବାଣୀ ମାଧ୍ୟମରେ ପ୍ରଥମ ବାର୍ତ୍ତା ଦେଇଥିଲେ। They were soldiers. They carried out their government's order. I had nothing against them. They fought. Well, they lost. Therefore, when they came in, I looked after them. I put them in barracks. They slept under cover. We haven't got enough barracks for everybody, for their 93,000 and my own troops. So my troops slept on the ground. ଡିସେମ୍ବର 13 ତାରିଖ ଦିନ ପାରାଟ୍ରୁପ୍ର କିଛି ସଦସ୍ୟ ଏବଂ 95 ପର୍ବତ ସୈନ୍ୟ ଦଳ ଢାକାର ଏକ ଉପାନ୍ତ ଅଞ୍ଚଳ ଜୟଡପୁର ପହଞ୍ଚିଲେ। ସେହି ପରଦିନ ଅପରାହ୍ନ 1:32 ରାଷ୍ଟ୍ରପତି ୟାହିୟା ଖାନ୍ ପୂର୍ବ ପାକିସ୍ତାନ ରାଜ୍ୟପାଳଙ୍କୁ ଯୁଦ୍ଧ ଶେଷ କରିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ ଅନୁମତି ନେଇଥିଲେ। ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ରାଜ୍ୟପାଳ ଇସ୍ତଫା ଦେଲେ ଏବଂ ବୈଠକ ଚାଲିଥିବା ବେଳେ ଭାରତୀୟ ବାୟୁସେନା କିପରି ରାଜ୍ୟପାଳଙ୍କ ଘରକୁ ପହରା ଦେଉଥିଲା ତାହା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ଏୟାର ମାର୍ଶାଲ ଦିୱାନ। We got hold of some tourist map from the nearby office and used that to locate the palace, locate the exact room, and then we could not, the time being so short, we could not brief or tell the pilots who were participating which is the room it is there. So I had ordered them to take off and carry on. ଡିସେମ୍ବର 14 ତାରିଖ ସନ୍ଧ୍ୟାରେ ଜେନେରାଲ ନିଆଜି ଜେନେରାଲ ସାମ୍ ମାନେକ୍ସକାଙ୍କୁ ବାର୍ତ୍ତା ଦେଇ ଯୁଦ୍ଧବିରତି ଏବଂ ତାଙ୍କ ସୈନ୍ୟମାନଙ୍କର ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ଅନୁରୋଧ କଲେ। ଜେନେରାଲ ମାନେକ୍ସା ପାକିସ୍ତାନ ସେନାର ଆତ୍ମସମର୍ପଣ ପାଇଁ ରାଜି ହେଲେ। ଏହି ଘଟଣାକୁ ମନେ ପକାଇ ଜେନେରାଲ ଜେକବ କହନ୍ତି, As we landed, I was received by the Pakistan Army Chief of Staff, plus there were the foreign press, the whole lot of them, as well as United Nations representatives who offered us their good services to negotiate. I felt that they had no role in the surrender, so I thanked them, and I then proceeded on towards Niazi's headquarters. We had a lot of trouble in reaching Niazi's headquarters. The fighting was still going on in the bits of the town. We could hear the firing, and Mukti Bahini stopped us, and they wanted to attack Niazi's headquarters. I told them Niazi was about to surrender, and there was no point in doing so. ଯଦିଚ କିଛି ସହର ସେମାନଙ୍କର ଅକ୍ତିଆରରେ ଥିଲା, ତଥାପି ଆତ୍ମସମର୍ପଣର ଚୁକ୍ତି 16 ଡିସେମ୍ବର ସନ୍ଧ୍ୟାରେ ଢାକା ରେସ୍କ୍ରସରେ ସ୍ୱାକ୍ଷର ହୋଇଥିଲା। ଏହି ଆତ୍ମସମର୍ପଣର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଥିଲେ ଜେନେରାଲ ଜେକବ। ଆତ୍ମସମର୍ପଣର ସେହି ସ୍ମରଣୀୟ ଘଟଣା ବିଷୟରେ ଜେନେରାଲ ଆରୋରା କହନ୍ତି, I had decided that we'll take the surrender in public view. So that's why the surrender was taken under race court. And the public had gathered there in absolutely large numbers. And the surrender ceremony was first myself visiting my own troops, they provided the guard of honor, then the guard of honor provided by the Pakistan Army, and then the signing of the surrender ceremony was taken in public view, which has had a tremendous effect on public. ଡିସେମ୍ବର 16 ତାରିଖ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ
एकतरफा युद्ध विरति घोषणा कले एवं बांग्लादेशर पूर्वर सृष्टि होइतिबा युद्धर समाप्ति मध्य उद्घोषित हैला। पूर्वरे बांग्लादेश सृष्टि हैला। पश्चिम पाकिस्तान 5700 वर्ग माइल रो अधिक भारतीय हाथ थिला। 70,000 प्रतिरक्षा एवं 2,000 आंशिक सामरिक व्यक्तिगण आत्मसमर्पण करथिले। जनवरी 1972 रे शेख मुजिबुर रहमान बांग्लादेशर प्रथम प्रधानमंत्री भावे शपथ ग्रहण करथिले। A promise had been fulfilled. आमर प्रतिश्रुति रक्षा हैला। आज आमर ही कृतज्ञ राष्ट्र से 3,500 अधिक हीरो मानू मन रखिछंती जे माने से युद्धरे प्राण हरैछंती। जनरल जैकब एक कविता माध्यमरे सेमानकर त्याग को एपरि मन पकांती। What passing bells for these who die as cattle? Only the monstrous anger of the guns, only the stuttering rifles' rapid rattle can patter out their hasty orisons. No mockeries now for them, no prayers, nor bells, nor any voice of mourning save the choirs, the shrill, demented choirs of wailing shells, and bugles calling for them from sad shires. এই বর্ষ এই যুদ্ধর 50তম বিজয় দিবস পালন করা যাଉଛି। এই অবসରରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ବାଂଲାଦେଶର ସମସ୍ତ ନାଗରିକମାନଙ୍କୁ ନିଜର आंतरिक अभिनंदन ଦେଇଛନ୍ତି। साथियों, हमारे साथ काजी नजरुल इस्लाम और गुरुदेव रविंद्रनाथ ठाकुर की समान विरासत की प्रेरणा है। गुरुदेव ने कहा था, काल नहीं आमादेर हाथे काराकारी कोरे ताई शबे मिले देरी कारो नहीं शहे को भू, यानी हमारे पास गंवाने के लिए समय नहीं है, हमारे पास बदलाव के लिए आगे बढ़ना ही होगा। अब हम और देर नहीं कर सकते। ये बात भारत और बांग्लादेश दोनों पर समान रूप से लागू होती है। अपने करोड़ों लोगों के लिए, उनके भविष्य के लिए, गरीबी के खिलाफ हमारे युद्ध के लिए, आतंक के खिलाफ लड़ाई के लिए हमारे लक्ष्य एक है। इसलिए हमारे प्रयास भी इसी तरह एकजुट होने चाहिए। मुझे विश्वास है भारत बांग्लादेश मिलकर तेज गति से प्रगति करेंगे। मैं एक बार फिर इस पावन पर्व पर बांग्लादेश के सभी नागरिकों को अनेक अनेक शुभकामनाएं देता हूं और हृदय से आप सभी का बहुत बहुत धन्यवाद करता हूं। भारत बांग्लादेश मैत्री चिरोजीवी हो। इन्हीं शुभकामनाओं के साथ मैं अपनी बात को समाप्त करता हूं। जय बांग्ला, जय हिंद।